କିଛି ଦିନ ହେବ ରାଜ୍ୟରେ କଲବଲ କରୁଛି ଗୁଳୁଗୁଳି। ଖରା ହେବା ସହ ବର୍ଷା ଯେମିତି ଖେଳୁଛି ଲୁଚକାଳି। ତେବେ ରାଜ୍ୟରେ ମୌସୁମୀ ଆସି ମଧ୍ୟ ନ ଆସିବା ଭଳି ଲାଗୁଛି। ତେବେ ଦିନ ତମାମ ପାଗ ଖରା ରହିଥିବା ବେଳେ ଦ୍ୱିପହର କିମ୍ବା ରାତ୍ରି ସମୟରେ ବରସୁଛି ବର୍ଷା। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଆଜି ବି ଦିନ ଯାକ ଗୁଳୁଗୁଳି ଲୋକଙ୍କୁ ହଇରାଣ କରିଛି। କିନ୍ତୁ ପାଗରେ ପରିବର୍ତ୍ତନ ହୋଇଛି ଏବଂ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସୂଚନା ମିଳିଥିଲା। ଉପକୂଳ ଜିଲ୍ଲାକୁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଏବଂ ଯାଜପୁର ଜିଲ୍ଲାକୁ ଗରମ ଏବଂ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ଆଜିଠୁ 23 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ବର୍ଷା ସହ ଘଡ଼ଘଡ଼ି ପାଇଁ ମଧ୍ୟ ଚେତାବନୀ ଜାରି କରାଯାଇଛି। କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି, ପୂର୍ବରୁ କେବଳ ମାଲକାନଗିରି ଜିଲ୍ଲାକୁ ଛୁଇଁଥିଲା ମୌସୁମୀ, ଯାହାଦ୍ୱାରା ସେଠାରେ ଅଧିକରୁ ଅଧିକ ବର୍ଷା ହୋଇଥିଲା। ଏବେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ତେବେ ଆଜି ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଅତ୍ୟଧିକ ବର୍ଷା ହେବା ଦେଖାଯାଇଛି, ଯାହା ପାଗର ପରିବର୍ତ୍ତନକୁ ସୂଚାଇଛି। କେବଳ ଭୁବନେଶ୍ୱର ନୁହଁ, ଟ୍ୱିନ୍ ସିଟି ଭୁବନେଶ୍ୱର, କଟକ ଏବଂ ଯାଜପୁରରେ ମଧ୍ୟ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବ୍ୟୁରୋ ରିପୋର୍ଟ, ବିଶ୍ୱବାଣୀ ଲାଇଭ୍।